ନମସ୍କାର, ଆପଣ ଦେଖୁଛନ୍ତି ନ୍ୟୁଜ୍ ଚକ୍ର ଓଡ଼ିଶା ଟିଭି। ଆଜି 19 ମାର୍ଚ୍ଚ 2024 ଗୁରୁବାର ବଡ଼ ଖବର ଉପରେ ନଜର ପକାଇବା। ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ କଠୋର ପଦକ୍ଷେପଠାରୁ ଆରମ୍ଭ କରି ରାଜନୈତିକ ଉଷ୍ମତା ଏବଂ କାଳବୈଶାଖୀ ଆଲର୍ଟ ପର୍ଯ୍ୟନ୍ତ ଜାଣନ୍ତୁ ଆଜିର ସମ୍ପୂର୍ଣ୍ଣ ରିପୋର୍ଟ। ସବୁଠାରୁ ବଡ଼ ଖବର ହେଲା ଏସ୍ସିବି ମେଡିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4 ଜଣ ଅଧିକାରୀଙ୍କୁ ସସ୍ପେଣ୍ଡ କରିଛନ୍ତି। କାର୍ଯ୍ୟରେ ଅବହେଳା କଲେ କାହାକୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି। ସେପଟେ ରାଜ୍ୟ ରାଜନୀତିରେ କ୍ରସ୍ ଭୋଟିଂକୁ ନେଇ କମ୍ପନ। ଦଳୀୟ ଶୃଙ୍ଖଳା ରକ୍ଷା ପାଇଁ କଂଗ୍ରେସ 3ଟି ବିଧାୟକଙ୍କୁ ବାହାର କରିଥିବା ବେଳେ ବିଜେଡି ନିଜର 6ଟି ବିଧାୟକଙ୍କୁ ସୋ କଲ୍ ନୋଟିସ୍ ଜାରି କରିଛି। ଖୁବ୍ ଶୀଘ୍ର କିଛି ବିଜେଡି ବିଧାୟକଙ୍କୁ ଉପରେ ବଡ଼ ଆକ୍ସନ ନିଆଯିବ ବୋଲି କୁହାଯାଉଛି। ଆସୁଛି ବୈଶାଖୀ। ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହେବାର ସମ୍ଭାବନା ଅଛି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜନସାଧାରଣଙ୍କ ପାଇଁ ଏକ ଜରୁରୀ ସୂଚନା। ନିର୍ବାଚନ ଅଧିକାରୀଙ୍କ ନାମରେ ଚାଲିଥିବା ନକଲି ୱେବସାଇଟ୍ ପ୍ରତି ସାବଧାନ ରୁହନ୍ତୁ। କୌଣସି ବି ଅଜଣା ଲିଙ୍କକୁ କ୍ଲିକ୍ କରି ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ। ଓଡ଼ିଶାର ସମସ୍ତ ତାଜା ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଏଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।